ଜ୍ୟୋତିଷ ଘରେ ପୂଜା କଥା କହିଲା ପରେ ରୁବି କହିଲେ, ଯା ହଉ ଅନ୍ତତଃ କିଛି ତ ଗୋଟେ ହବ। ଘରେ ଆଜି ପର୍ଯ୍ୟନ୍ତ କିଛି ବି ଶୁଭ କାର୍ଯ୍ୟ ହେଇନି, ଏବେ ପୂଜା ବାହାନାରେ ମୋର ବି ଗୋଟେ ପୂଜା ହେଇଯିବ। ମୁଁ ତ ବହୁତ ଭଲ ଭଲ ଶାଢ଼ୀ ଆଉ ଜୁଏଲାରୀ କିଣିବି। ବହୁତ ଦିନ ହେଲାଣି ମୁଁ କିଛି ସପିଂ କରିନି। ପଲ୍ଲବୀ କହିଲେ, ରୁବି ମାଉସୀ, ଇଏ କୌଣସି ଫ୍ୟାସନ୍ ଶୋ ନୁହେଁ। ରବି ମାଉସୀ, ଇଏ ଘରର ନବଗ୍ରହ ପୂଜା। ତେଣୁ ଆପଣ ଏକ୍ସାଇଟେଡ୍ ହେବା କିଛି ବି ଦରକାର ନାହିଁ। ଆଉ ଏ ପୂଜାରେ ଘରର ପୁଅ ବୋହୂମାନେ ହିଁ ବସନ୍ତି। କ'ଣ ମୁଁ ଠିକ୍ କହିଲି ନା ନନା? ନନା କହିଲେ, ହଁ ହଁ ଠିକ୍, ଘରର ବଡ଼ ପୁଅ ଆଉ ବୋହୂ। ମାୟା କହିଲେ, ନନା, ଘରର ବଡ଼ ପୁଅ ବୋହୂ କହିଲେ ତ ଆନନ୍ଦ ଆଉ ମୁଁ, ତାହେଲେ ଆନନ୍ଦ ଆଉ ମୁଁ ବସିବୁ। ଆନନ୍ଦ କହିଲେ, ଆରେ ଆମ ଜେନେରେସନର ପୁଅ ବୋହୂ ନୁହେଁ ମାୟା, ୟଙ୍ଗ ଜେନେରେସନର ପୁଅ ବୋହୂ। ଆରେ ଆମର ତ ଗୋଟିଏ ବୋଲି ପୁଅ ବୋହୂ, ଆଦର୍ଶ ଆଉ ପଲ୍ଲବୀ, ସେମାନେ ପୂଜାରେ ବସିବା ଦରକାର। ରୁବି କହିଲେ, କାଇଁ, ଘରର ବଡ଼ ପୁଅ ଆଉ ବୋହୂ ଗୌରବ ଆଉ ରିମଝିମ୍ ବି ତ। ଜ୍ୟୋତିଷ କହିଲେ, ସେମାନେ ବିନୋଦ ବାବୁଙ୍କ ପୁଅ ବୋହୂ, ଆଉ ପୂଜା ଆନନ୍ଦ ବାବୁ ଆଉ ମାୟା ଦେବୀଙ୍କ ଘରେ ହବ। ଆଉ ସେଇ ହିସାବରେ ପୂଜାରେ ଆଦର୍ଶ ବାବା ଆଉ ପଲ୍ଲବୀ ବୋହୂମା ବସିବେ। ତା ଛଡ଼ା ଏଇ ପୂଜାରେ ପଲ୍ଲବୀ ବୋହୂମା ବହୁତ ସୁନ୍ଦର ଭାବରେ ତୁଲେଇ ପାରିବେ। ମୁଁ ତାଙ୍କ ପାଖରେ ଏସବୁ ଗୁଣ ବହୁତ ଭଲ ଭାବରେ ଦେଖିପାରୁଛି। ପଲ୍ଲବୀ କହିଲେ, କିନ୍ତୁ ନନା, ଘରର ସବୁ ପୁଅ ବୋହୂମାନେ ତ ପୂଜାରେ ପ୍ରେଜେଣ୍ଟ ରହିବା ଦରକାର ନା। ଜ୍ୟୋତିଷ କହିଲେ, ହଁ, ଘରର ସବୁ ରକ୍ତ ସମ୍ପର୍କମାନେ ପୂଜାରେ ପ୍ରେଜେଣ୍ଟ ରହିବା ଦରକାର। ଆନନ୍ଦ କହିଲେ, ଠିକ୍ ଅଛି ନନା, ପୂଜାରେ ଯେମିତି କହିବେ ଆପଣ ସେମିତି ହବ, କିନ୍ତୁ ପୂଜାରେ କ'ଣ କ'ଣ ଦରକାର ସେଗୁଡ଼ା ଆପଣ ମୋତେ କହିଦେବେ। ତାପରେ ନନା କହିଲେ, ହଁ ହଁ ଠିକ୍ ଅଛି, ମୁଁ ଏବେ ସବୁଯାକ ସାମଗ୍ରୀ ଆପଣଙ୍କୁ କହିଦେଉଛି। ମୁଁ ଏବେ ରହିଲି, ଆସୁଛି। ତାପରେ ଆନନ୍ଦ କହିଲେ, ଠିକ୍ ଅଛି ନନା। ନନା ସମସ୍ତଙ୍କୁ ଆଶୀର୍ବାଦ ଦେଇ ସେଇଠୁ ଚାଲିଗଲେ। ପଲ୍ଲବୀ କହିଲେ, ବାବା, ସେମିତି ହେଲେ ତ ଦାଦା, ସାନମା, ଭାଇ ପୂଜାକୁ ତ ଡାକିବାକୁ ପଡ଼ିବ। ସବୁ ରକ୍ତ ସମ୍ପର୍କୀୟ ପୂଜାରେ ପ୍ରେଜେଣ୍ଟ ରହିବେ, ଏଇ କଥା ତ ନନା କହିଦେଇ ଗଲେ ନା। କିନ୍ତୁ ସାନମା ତ ପୁଣି ଥରେ ଘରକୁ ଫେରିବାକୁ ଚାହାନ୍ତିନି, ତେଣୁ ଏ ପୂଜା ତାହେଲେ କେମିତି ହବ ବାବା? ତାପରେ ଆନନ୍ଦ କହିଲେ, ପୂଜାରେ ଘରର ସମସ୍ତ ସଦସ୍ୟ ପ୍ରେଜେଣ୍ଟ ରହିବାକୁ ପଡ଼ିବ। ଯଦି ମମତା ଆଉ ବିନୋଦ ପୂଜାରେ ପ୍ରେଜେଣ୍ଟ ନ ରହିଲେ, ଯଦି ମମତା ଏ ଘରକୁ ଆସିବା ପାଇଁ ନ ମାନିଲେ, ତାହେଲେ ବାଧ୍ୟ ହେଇକି ଏ ପୂଜା କ୍ୟାନସଲ କରିବାକୁ ପଡ଼ିବ। ତାପରେ ଏତିକି କହିକି ଆନନ୍ଦ ସେଇଠୁ ଚାଲିଗଲେ। ମାୟା କହିଲେ, ଆନନ୍ଦ, ନାଇଁ ଆନନ୍ଦ, ପୂଜା କ୍ୟାନସଲ କଥା ତମେ କହୁଛ କେମିତି? ପୂଜା କ୍ୟାନସଲ ହବ ନାହିଁ। ତାପରେ ପଲ୍ଲବୀ ଆଦର୍ଶକୁ କହିଲେ, ତମ ସହିତ ମୋର କିଛି କଥା ଅଛି, ଚାଲ ରୁମକୁ। ଆଦର୍ଶ ତାଙ୍କୁ ଅନେଇଲା ପରେ ପଲ୍ଲବୀ କହିଲେ, ଅନେଇଛ କ'ଣ, ଚାଲ। ଆଦର୍ଶ ଆଉ ପଲ୍ଲବୀ ସେଇଠୁ ଚାଲିଗଲେ। ମାୟା କହିଲେ, ଯଦି ମମତା ଆଉ ବିନୋଦ ସତରେ ଘରକୁ ଆସିବେନି, ତାହେଲେ କ'ଣ ପୂଜା କ୍ୟାନସଲ ହେଇଯିବ?